ଭଲ ଅଛନ୍ତି ତ ସେମିତି ଭଲ ଥାନ୍ତୁ ଆଉ ବିନ୍ଦାସରେ ଥାନ୍ତୁ। ତ ଗାଇଜ୍ ମୁଁ ହେଉଛି ପିୟୁଷ ଆଉ ଜଗନ୍ନାଥ ଧାମ ପୁରୀରୁ ପିୟୁଷ ଲାଇଫଷ୍ଟାଇଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଉ ଆଜିର ଇଣ୍ଟ୍ରୋଟା ଟିକେ ବଡ଼ ହେଇଗଲା। ଆଉ ଏଇନା ବାଜିଗଲାଣି 6:15। ମୁଁ ଏଇନା ଯିବି ଟ୍ୟୁସନ୍। ଏଇଟା ହେଉଛି ପୁରୀର କିଛି ୱେଦର, ଆପଣମାନେ ତ ଦେଖିପାରୁଥିବେ ସୂର୍ଯ୍ୟ ଆମ ମୁଣ୍ଡ ଉପରେ। ତ ଗାଇଜ୍ ମୁଁ ଏବେ ଆପଣମାନଙ୍କୁ ଗୁଣ୍ଡିଚା ମନ୍ଦିରର ଦର୍ଶନ ଏବଂ ପରିକ୍ରମା କରିକି ଦେଖେଇବି ଆପଣମାନଙ୍କୁ। ଭିଡ଼ିଓଟି ଯଦି ଭଲ ଲାଗିବ ପ୍ଲିଜ୍ ଲାଇକ୍ କରିଦେବେ, କମେଣ୍ଟ କରିବେ, ଆଉ ଚ୍ୟାନେଲରେ ଯଦି ନୂଆ ଥିବେ ପ୍ଲିଜ୍ ସବସ୍କ୍ରାଇବ୍ କରିଦେବେ। ତ ଗାଇଜ୍ ଏଇଟା ହେଉଛି ଗୁଣ୍ଡିଚା ମନ୍ଦିରର ଦୃଶ୍ୟ। ଏଇଠି ଭିତରେ ଦେଖନ୍ତୁ ମହାପ୍ରଭୁ ଜଗନ୍ନାଥ ରଥଯାତ୍ରା ଦିନ ଆସିଲେ ସେଇଠି ରହନ୍ତି। ଆଉ ଏଇଟା ହେଉଛି ପୁରୀର ଟ୍ରାଫିକ୍। ଏଇଟା ଆପଣମାନେ ଦେଖନ୍ତୁ ଗୁଣ୍ଡିଚା ମନ୍ଦିର ପାଖ କେତେ ଗହଳି ହେଇଛି। ଏବେ ମୁଁ ଆପଣମାନଙ୍କୁ ଗୁଣ୍ଡିଚା ମନ୍ଦିରର ପରିକ୍ରମା କରିକି ଦେଖାଉଛି। ତ ଗାଇଜ୍ ଏଇଟା ହେଉଛି ନୃସିଂହ ମନ୍ଦିର। ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ଯେପରି ଅବଢ଼ା ରନ୍ଧାଯାଏ ଏଠି ବି ମହାପ୍ରଭୁ ନୃସିଂହଙ୍କର ବି ସେପରି ରନ୍ଧାଯାଏ ଅବଢ଼ା। ଆପଣମାନେ ବି ଯେତେ ପୁରୀ ଆସିବେ ଗୁଣ୍ଡିଚା ମନ୍ଦିର ଆସିଲେ ଏହି ମନ୍ଦିରକୁ ନିଶ୍ଚିନ୍ତ ଆସିବେ। ଏବେ ଆପଣମାନେ ମୋ ଭିଡ଼ିଓର ମଜା ନିଅନ୍ତୁ। ତ ଗାଇଜ୍ ରଥଯାତ୍ରା ଆଉ ଅଳ୍ପ ଦିନ ରହିଲା। ଯେହେତୁ ରଥଯାତ୍ରା ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭାଇ ବଳଭଦ୍ର ଓ ମା ସୁଭଦ୍ରା ଗୁଣ୍ଡିଚା ମନ୍ଦିରକୁ ବୁଲିବାକୁ ଆସିବେ, ସେଥିପାଇଁ ଓଡ଼ିଶାରୁ ବିଭିନ୍ନ ଜାଗାରୁ କାରିଗରମାନେ ଆସିକି ଗୁଣ୍ଡିଚା ମନ୍ଦିରର କଳାକୁ ଆହୁରି ସୁନ୍ଦର କରିବାକୁ ଚେଷ୍ଟା କରୁଛନ୍ତି, ଯେପରି ଭକ୍ତ ଆହୁରି ଆକର୍ଷଣ ହେବେ। ତ ଗାଇଜ୍ ମୁଁ ଏବେ ଆପଣମାନଙ୍କୁ ଶରଧା ଭ୍ୟାଲି ଦେଖାଉଛି। ଏଇଠି ଆପଣମାନେ ଦେଖନ୍ତୁ, ଏଇଠି ଶରଧା ଭ୍ୟାଲି। ତ ଗାଇଜ୍ ଆପଣମାନେ ତ ଦେଖିଲେ ଭିଡ଼ିଓରେ, ଏଇଟା ହେଉଛି ଶରଧା ଭ୍ୟାଲି। ରଥଯାତ୍ରା ଦିନଠୁ 9 ଦିନ ଯାଏଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ରଥ ଏଠି ରହିବ। ତ ଗାଇଜ୍ ମୁଁ ଆପଣମାନଙ୍କୁ ଗୁଣ୍ଡିଚା ମନ୍ଦିରର ପରିକ୍ରମା କରିକି ଦେଖାଇଦେଲି। ଏବେ ଆମେ ଯାଉଛୁ ଘରକୁ। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗୁଛି ତେବେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦେବେ। ହଁ ଏବେ ଆମେ ଯାଉଛୁ ଘରକୁ, ଆପଣମାନେ ଦେଖନ୍ତୁ। ତ ଗାଇଜ୍ ଏଇଟା ହେଉଛି ବଡ଼ ସଂଘ, ଦେଖନ୍ତୁ କିପରି ଚାରିଆଡ଼େ ହୋଟେଲ। ତ ଗାଇଜ୍ ଏଇଠି ଆପଣମାନେ ଦେଖନ୍ତୁ, ଏଇଟା ହେଉଛି ପୁରୀର ଟ୍ରାଫିକ୍ ସିଗ୍ନାଲ। ଦେଖନ୍ତୁ ତ ଗାଇଜ୍ ଏଇଟା ହେଉଛି ପୁରୀର ପେଟ୍ରୋଲ ପମ୍ପ। ଏଇଟା ଆପଣମାନେ ଦେଖନ୍ତୁ ପେଟ୍ରୋଲ ପମ୍ପରେ କେତେ ଗହଳି ହେଇଛି। ଗାଇଜ୍ ଏବେ ଆମେ ତ ଗାଇଜ୍ ଏଇଟା ହେଉଛି ମୁଁ ଆପଣମାନଙ୍କୁ କାଲିର ବ୍ଲଗରେ ଯେପରି କହିଥିଲି, ଏଇଟା ହେଉଛି ଆମ ଘର ପଛପଟେ ଥିବା ପରିବା ମାର୍କେଟ। ଏଇଠି ଆପଣମାନେ ଦେଖନ୍ତୁ, ଏଇଟା ହେଉଛି ଆମର ପରିବା ମାର୍କେଟ। ତ ଗାଇଜ୍ ଆମେ ଏଇନା ଫାଇନାଲି ଘରେ ପହଞ୍ଚିଗଲୁ। ଏଇଟା ହେଉଛି ଆମ ଘର। ଏବେ ଚାଲନ୍ତୁ ଯିବା ଘରକୁ। ଗାଇଜ୍ ଏଇନା ବାଜିଗଲାଣି 9:15। ଏବେ ମୁଁ ଭ୍ଲଗ କରିବାକୁ ଯାଉଛି ମ୍ୟାଗିର। ମୁଁ ଆଉ ଭ୍ଲଗ ଏଣ୍ଡ କଲିନି। ଏଇନା ମ୍ୟାଗିର ଭ୍ଲଗ କରିସାରିଲା ପରେ ମୁଁ ଭ୍ଲଗଟିକୁ ଏଣ୍ଡ କରିବି। ଆଉ ଏଇଠି ଦେଖନ୍ତୁ ମୁଁ ମ୍ୟାଗି ପାଇଁ ପ୍ରସ୍ତୁତ କରିଦେଇଛି। ମୁଁ ଅଲରେଡ଼ି ପିଆଜ କଡ଼େଇରେ ପକେଇ ଦେଇଛି। ପିଆଜ ବି ଆମର ଗରମ ହେଇ ଆସିଲାଣି।
ଏବେ ଚାଲନ୍ତୁ ଏଥିରେ ଟମାଟୋ ଏବଂ ବିଭିନ୍ନ ପ୍ରକାର ମସଲା ଯେଉଁ ମ୍ୟାଗିରେ ମିଳୁଛି ତାକୁ ପକାଇଦେବା ଏବଂ ଆମର ମ୍ୟାଗି ପ୍ରସ୍ତୁତ କରିବା। ଆପଣମାନଙ୍କୁ ମୁଁ ଦେଖାଉଛି ମ୍ୟାଗିର ପ୍ରୋସେସଟା କେମିତି। ଆପଣମାନେ ଭିଡ଼ିଓ କଣ୍ଟିନ୍ୟୁ କରନ୍ତୁ ଆଉ ପ୍ଲିଜ୍ ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ। ଏଠି ଦେଖନ୍ତୁ ଆପଣମାନେ ଆମର ପିଆଜ ଏଠି ଏବେ ଗରମ ହୋଇଯାଇଛି। ହାବୁଆ କରିବା ଚକ୍କର ବି ଟିକେ ପୋଡ଼ି ବି ଯାଇଛି, ସେଥିପାଇଁ କ୍ଷମା କରିଦେବେ। ଆମର ଏଇନା ପିଆଜ ଗରମ ହୋଇଗଲାଣି। ଏବେ ଚାଲନ୍ତୁ ସେଥିରେ ଆମେ ଟମାଟୋ ପକାଇଦେବା। ଆସନ୍ତୁ ଦେଖିବା। ଏଠି ଦେଖନ୍ତୁ ଏଇ ଗରମ ହୋଇଥିବା ପିଆଜରେ ମୁଁ ଏବେ ଟମାଟୋ ପକାଇ ଦେଇଛି। ଏବେ ଚାଲନ୍ତୁ ଆମେ ଏକୁ ମିକ୍ସ କରିଦେବା, କାରଣ ये ଟମାଟୋ ଏବେ କଷି ହେଇନି। ଚାଲନ୍ତୁ ଏବେ ତାକୁ ମିକ୍ସ କରିଦେବା। ଆସନ୍ତୁ ଦେଖିବା କେମିତି ମିକ୍ସ ହେଉଛି। ଏମିତି ଏବେ ଆମେ ଆକୁ 5 ମିନିଟ୍ ଛାଡ଼ିଦେବା କଷି ହେବା ପାଇଁ। ତାପରେ ଆମେ ମସଲା ଗୁଡ଼ିକୁ ପକାଇବା। ଏବେ ଆମେ ଏଥିରେ ଲୁଣ ପକାଇଦେବା। ଆସନ୍ତୁ ଦେଖିବା। ମୁଁ ଆମ ପାଇଁ 2 ଜଣ ପାଇଁ କରୁଛି, ତେଣୁ ମୁଁ ନେଇଛି 4ଟା ଏପି। ଆପଣମାନେ ଆପଣଙ୍କ ହିସାବରେ ନେଇପାରିବେ। ଏବେ ଆସନ୍ତୁ ଆମେ ଏଥିରେ ଲୁଣ ପକାଇଦେବା। ଏତିକି ଏତିକି ଏବେ ଆମେ ହଳଦୀ ପକାଇବା। ହଳଦୀ ଅପସନାଲ ଅଛି, ଆପଣଙ୍କ ଇଚ୍ଛା ଯଦି ଆପଣମାନେ ପକାଇ ପାରିବେ, କିନ୍ତୁ ଆମେ ପକାଉଛୁ। ଲୁଣ ହଳଦୀ ପକାଇ ଦେଇଛେ ଏବଂ ଆମର ମସଲା ଗୁଡ଼ିକୁ ବି ସିଝି ଯାଇଛି। ଏବେ ପାଳି ଯାଇଛି ଏଥିରେ ଆମର ମ୍ୟାଗିରେ ଦେଇଥିବା ମସଲା ପକାଇବାକୁ। ଚାଲନ୍ତୁ ପକାଇବା। ଏଇଠି ଗୋଟେ ଯୋଡ଼େ 3ଟା ଏବଂ 4ଟା। ଆମର 4ଟା ଏବେ ମସଲା ପଡ଼ିଯାଇଛି। ଏବେ ଆକୁ ଆମେ ଗୋଳାଇ ଦେବା, ମିକ୍ସ କରିଦେବା। ଆମେ ଯେଉଁ ମସଲା ଏଥିରେ ପକାଇଥିଲେ, ଏବେ ମସଲା ଏବେ ଆମର ପ୍ରସ୍ତୁତ ହୋଇଯାଇଛି। ଏବେ ଏଥିରେ ଆମେ କିଛି ପାଣି ଦେଇଦେବା। ଯେଉଁଠିକି ହେଲା ଏଠି ପାଣି। ଏବେ ଆମେ ଆକୁ ଫୁଟିବାକୁ ଛାଡ଼ିଦେବା। ତ ଗାଇଜ ଏବେ ଆମେ ଏଥିରେ ପାଣି ଦେଇଦେଇଛେ। ଏବେ ଆମେ ଏଥିରେ ମ୍ୟାଗି ଗୁଡ଼ିକୁ ପକାଇଦେବା। ଚାଲନ୍ତୁ ଆମେ ପକାଇଦେବା 4ଟା ମ୍ୟାଗି। ଏବେ ଆକୁ ଆମେ ଗୋଳେଇକି କିଛି ସମୟ ପାଇଁ ଛାଡ଼ିଦେବା। ଆମର ମ୍ୟାଗି ଏବେ ପ୍ରସ୍ତୁତ ହୋଇଯିବ କିଛି ସମୟର ଅପେକ୍ଷା ପରେ। ଆଉ ମୋତେ ତ ମ୍ୟାଗି ଖାଇବାକୁ ଭଲ। ଆପଣମାନଙ୍କୁ ଜଳଖିଆରେ କ'ଣ ଖାଇବାକୁ ଭଲ ସେଇଟା ନିଶ୍ଚୟ କମେଣ୍ଟ କରିବେ। ଆଉ ହଁ, ଆପଣମାନେ ମୋ ଭଳିଆ ଯଦି ମ୍ୟାଗି ପ୍ରସ୍ତୁତ କରିପାରୁଛନ୍ତି ତାହେଲେ ସେଇଟା ବି କମେଣ୍ଟ କରିବେ। ଦେଖା ସରିଲା ପରେ ଆପଣମାନେ ତ ଦେଖିଲେ ଆମ ମ୍ୟାଗି ଏବେ ପ୍ରସ୍ତୁତ ହେଉଛି। ମୁଁ ତ ଏମିତି ଉପାୟରେ କଲି, ଆପଣମାନେ ମ୍ୟାଗିକୁ ସିଝାଇକି କରିପାରିବେ। ମୁଁ କଞ୍ଚା ପକାଇକି ଏଥିରେ ସିଝାଇ ଦେବି। ଆପଣମାନେ ସିଝା ମ୍ୟାଗିକୁ ଆଡ଼୍ କରିପାରିବେ ଏଥିରେ। ମୁଁ ଏମିତି ଉପାୟରେ କିନ୍ତୁ କରୁଛି। ତ ଗାଇଜ ଆମର ଏବେ ଇପି ପ୍ରସ୍ତୁତ ହୋଇଯାଇଛି। ଏଠି ଆପଣମାନେ ଦେଖନ୍ତୁ ଆମର ଇପି ଏବେ ପ୍ରସ୍ତୁତ ପୁରା ଫାଇନାଲି। ଏଠି ଦେଖନ୍ତୁ ଆମ ଇପି ହସୁଛି। ମୁଁ ଏମିତି ଟିକେ ଡିଜାଇନ୍ କରିଦେଲି ଆପଣମାନଙ୍କୁ ଦେଖାଇବା ପାଇଁ। ଆପଣମାନଙ୍କ ଇଚ୍ଛା ଆପଣମାନେ କରିପାରିବେ। ମୁଁ ଖାଲି ଭିଡ଼ିଓ ପାଇଁ ଦେଖାଇଦେଲି। ଆଉ ଏବେ ମୁଁ ଏଇ ବ୍ଲଗ୍ଟିକୁ ଏଇଠି ଏଣ୍ଡ କରୁଛି। ଦେଖାହେବା ଗୋଟେ ନ୍ୟୁ ବ୍ୟୁଟିଫୁଲ୍ ବ୍ଲଗ୍ରେ। ସେଥିପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର, ଜୟ ଜଗନ୍ନାଥ, ବାଏ।